ସୁଭଦ୍ରା ଯୋଜନାରେ ଆସିଲା ଖୁସି ଖବର। ଗତକାଲି ଅର୍ଥାତ୍ ଫେବୃଆରୀ 8 ତାରିଖରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ସମସ୍ତ ହିତାଧିକାରୀମାନଙ୍କୁ ମିଳି ସାରିଛି। ଯଦି ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ପାଇନାହାନ୍ତି ଏହି ସୁଭଦ୍ରା ଟଙ୍କା, ଆପଣମାନେ ଦୁଃଖିତ ହୁଅନ୍ତୁ ନାହିଁ। ଯଦି ଆପଣମାନଙ୍କର ସବୁକିଛି ଠିକ୍ ଥାଏ ତେବେ ଆଜି ସୁଦ୍ଧା ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ। ଯଦି ଯେଉଁ ହିତାଧିକାରୀମାନେ ଆଜି ଏହି ସୁଭଦ୍ରା ଟଙ୍କା ପାଇବେ ନାହିଁ, ସେମାନଙ୍କ ପାଇଁ ମୁଁ ଡବଲ ଖୁସି ଖବର ନେଇ ଆସିଛି। ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି, ଯେଉଁ ହିତାଧିକାରୀମାନେ ଏହି ଟଙ୍କା ପାଇବେନି ସେମାନେ ଏକା ସାଙ୍ଗେ ଦୁଇଟି କିସ୍ତି ବା 10,000 ଟଙ୍କା ପାଇପାରିବେ। ତ କେଉଁଦିନ ଏହି 10,000 ଟଙ୍କା ପାଇବେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି ଏବଂ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ୍ ପଡ଼ିବେନି ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 3,38,000 NPCI ମଧ୍ୟରୁ 59,000 NPCI କ୍ଲିଅର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତ ଆପଣମାନେ ଆଜି ପର୍ଯ୍ୟନ୍ତ ଯଦି NPCI କ୍ଲିଅର କରିନାହାନ୍ତି, ଆପଣମାନେ ଯଥାଶୀଘ୍ର NPCI ବା DBT ଲିଙ୍କ କରନ୍ତୁ ଆପଣଙ୍କ ଆକାଉଣ୍ଟରେ। ଯଦି NPCI ଏପର୍ଯ୍ୟନ୍ତ କ୍ଲିଅର ହୋଇନାହିଁ ତେବେ ଆଗକୁ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ ଏବଂ ଆପଣମାନଙ୍କର ସବୁକିଛି ଯଦି ଡକୁମେଣ୍ଟସ୍ ଠିକ୍ ଥାଏ ତେବେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତ ପ୍ରଥମେ ଦେଖନ୍ତୁ, ଆପଣଙ୍କ ଆକାଉଣ୍ଟରେ ଆଧାର ଲିଙ୍କ କରନ୍ତୁ ବା ଆଧାରରେ ମୋବାଇଲ ନମ୍ବର ଲିଙ୍କ କରନ୍ତୁ, ତାହେଲେ ଯାଇକି ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ଆଧାରରେ ନିଶ୍ଚିତ ଭାବରେ ମୋବାଇଲ ଲିଙ୍କ କରନ୍ତୁ ଏବଂ ଆପଣମାନେ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ କରନ୍ତୁ। ତାପରେ ଆପଣଙ୍କ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟରେ ଯେଉଁପରି ନାମ ଅଛି ସେମ୍ ରହିବା ଆବଶ୍ୟକ। ଯଦି ଟିକେ ବି ଏପଟ ସେପଟ ହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଆପଣଙ୍କ ଡକୁମେଣ୍ଟସ୍ ଠିକ୍ କରିନାହିଁ ସେ ପର୍ଯ୍ୟନ୍ତ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତେଣୁ ଯଥାଶୀଘ୍ର ଆପଣମାନଙ୍କ ଡକୁମେଣ୍ଟସକୁ ଠିକ୍ କରନ୍ତୁ, ତାପରେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତାପରେ ଆଉ ଗୋଟିଏ ବଡ଼ ଖବର, ଆପଣମାନେ ଯଦି ଆବେଦନ କରିଥିବା ସମୟରେ OTP ସାହାଯ୍ୟରେ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ତ ଆପଣମାନେ ଆଉ ଥରେ CSC ସେଣ୍ଟରକୁ ଯାଇ ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ KYC କରନ୍ତୁ। ତ ଆପଣମାନେ ଯଦି ବାୟୋମେଟ୍ରିକ୍ ସାହାଯ୍ୟରେ KYC ନ କରନ୍ତି ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଏହା ମୁଁ କହୁନାହିଁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏସବୁ ଠିକ୍ ହେଲା ପରେ ଆପଣମାନେ ମାର୍ଚ୍ଚ 8 ତାରିଖରେ ପୁଣି ସୁଭଦ୍ରା ଟଙ୍କା ପାଇବେ। ଯଦି ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହିଁ ତାହେଲେ ଆପଣମାନେ ଏକା ସଙ୍ଗେ ଦୁଇଟି କିସ୍ତି 10,000 ଟଙ୍କା ମାର୍ଚ୍ଚ 8 ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁଭଦ୍ରା ଟଙ୍କା ଦେବେ। ତ ଆପଣମାନେ ଦୁଃଖିତ ହୁଅନ୍ତୁ ନାହିଁ, ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆପଣମାନଙ୍କ ଆକାଉଣ୍ଟକୁ ଆସିବ ଯଦି ଆପଣମାନଙ୍କର ସବୁକିଛି ତଥ୍ୟ ଠିକ୍ ଥାଏ। ତ ଏହା ଥିଲା ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।